2 ବର୍ଷ 8 ମାସ 16 ଦିନ 4 ଘଣ୍ଟା ଥରେ ଏ ମଳ ମାସ ଆସୁଛି। ହଁ, ଏହାର କୌଣସି ଅଧିପତି ନଥିଲେ। ସବୁ ମାସରେ ଅଧିପତି ଅଛନ୍ତି। ଯେମିତି ଆମେ ବର୍ତ୍ତମାନ ଦେଖିବା, ପ୍ରଥମେ ଭଗବାନ କୃଷ୍ଣ ଗୀତାରେ କହିଲେ କ'ଣ, 12 ମାସ ମଧ୍ୟ କେଉଁ ମାସ କଥା ନିଜକୁ କହିଲେ ବିଭୂତି ଯୋଗରେ? ମାର୍ଗଶୀର୍ଷ ମାସ। ମାସାନାଂ ଅହଂ ମାର୍ଗଶୀର୍ଷ। ଗୀତାରେ ବିଭୂତି ଯୋଗରେ ଭଗବାନ କୃଷ୍ଣ ନିଜର ବିଭୂତି କଥା କହିଲେ ଏ ମାସ ସମ୍ବନ୍ଧରେ। ତାହେଲେ ମାର୍ଗଶୀର୍ଷ ମାସର ଅଧିପତି ଦେବତା କିଏ? এই ଅଧିପତି ଦେବତା ଦୁଇ ପ୍ରକାର ଗଣନା ରହିଛି। ଗୋଟେ ଭୌତିକ ଜଗତ ଲୋକମାନେ, ଏ ହେଉଛି ଦେବତାମାନଙ୍କୁ ନେଇ ଉଲ୍ଲେଖ କରିଛନ୍ତି। କିନ୍ତୁ ଆମର ବୈଷ୍ଣବ ସିଦ୍ଧାନ୍ତ ଅନୁସାରେ ଭଗବାନ ବିଷ୍ଣୁଙ୍କର ଏକ ଏକ ରୂପ ଏକ ଏକ ମାସର ଅଧିପତି ରୂପରେ। ତ ଆମେ ଆମର ବୈଷ୍ଣବ ଲାଇନରେ, ଆମର ବୈଷ୍ଣବୀୟ ଭାଷାରେ ଆମେ କଥା କହିବା। ଠିକ୍ ଅଛି, ଶୁଣନ୍ତୁ। ବର୍ତ୍ତମାନ ମାର୍ଗଶୀର୍ଷ ମାସ, ପ୍ରତ୍ୟେକ ମାସରେ ଏ ସଂକ୍ରାନ୍ତି ରହିଛି। ସଂକ୍ରାନ୍ତି ମାନେ କ'ଣ? ସଂକ୍ରାନ୍ତି ଶବ୍ଦର ଅର୍ଥ କ'ଣ? ସଂକ୍ରାନ୍ତି ଶବ୍ଦର ଅର୍ଥ ସମ୍ମୁଖ ରୂପରେ ଗମନ କରିବା। ତେଇଶ ସୂର୍ଯ୍ୟ ଗୋଟେ ରାଶିରୁ ଆଉ ଗୋଟେ ରାଶିରେ ଯେତେ ଗମନ କରୁଛି, এই ସନ୍ଧିକ୍ଷଣକୁ କୁହାଯାଉଛି କ'ଣ? ସଂକ୍ରାନ୍ତି। କଥା ବୁଝିପାରିଲେ? ସବୁ ମାସରେ ଏହିପରି ଭଗବାନ ଇଏ ସୂର୍ଯ୍ୟ ଗୋଟେ ରାଶିରୁ ଆଉ ଗୋଟେ ରାଶିରେ ଗମନ କରିଛନ୍ତି। ତେଣୁ ସବୁ ମାସରେ ସଂକ୍ରାନ୍ତି ଅଛି। କିନ୍ତୁ ଯେତେବେଳେ ଏଇ ତ୍ରୟୋଦଶତମ ମାସ ଆସୁଛି, 13ତମ ମାସ, ଏ ମାସରେ କୌଣସି ସଂକ୍ରାନ୍ତି ନାହିଁ। ତେଣୁ ଏହାକୁ ମଳ ମାସ କୁହାଯାଉଛି। କଥା ବୁଝିପାରିଲେ? ମଳ ମାସ କାହିଁକି କୁହାଯାଉଛି? ଭୌତିକ ଜଗତ ଲୋକମାନଙ୍କର ପାଇଁ, ଭୌତିକ ଜଗତ ଲୋକମାନଙ୍କର କ୍ଷେତ୍ରରେ ସେମାନେ କ'ଣ କହୁଛନ୍ତି? ଏହାକୁ ମଳ ମାସ କେଉଁଥିଲାଗି କହୁଛନ୍ତି? ଏ ମାସରେ କୌଣସି ସଂକ୍ରାନ୍ତି ନାହିଁ। ପ୍ରତ୍ୟେକ ମାସରେ ଅଧିପତି ଦେବତା ଅଛନ୍ତି। ପ୍ରତ୍ୟେକ ମାସରେ ସଂକ୍ରାନ୍ତି ଅଛି, କିନ୍ତୁ ଏ ମାସରେ କୌଣସି ଅଧିପତି ଦେବତା ନାହିଁ କିମ୍ବା କୌଣସି ସଂକ୍ରାନ୍ତି ନାହିଁ। ତେଣୁ ଏହାକୁ କୁହାଯାଉଛି କ'ଣ? ମଳ ମାସ। ମଳ ମାସ ହିସାବରେ ଅନ୍ୟ କୌଣସି ମାସ ଏହାକୁ ସ୍ୱୀକାର କଲେ ନାହିଁ, ଭର୍ସନା କଲେ, ଆଦର କଲେ ନାହିଁ, ଅତ୍ୟନ୍ତ ଦୁଃଖିତ ହେଇଗଲେ। ଦୁଃଖିତ ହେବା ଯୋଗୁଁ ସେ ଅତ୍ୟନ୍ତ ଲଜ୍ଜିତ ହୋଇ ସେ ସେତେବେଳେ ବୈକୁଣ୍ଠକୁ ଗଲେ। ଭଗବାନ ନାରାୟଣ ପାଖକୁ ଯାଇ ଉପନୀତ ହୋଇ ଅଭିଯୋଗ କଲେ, ଏହିପରି କୌଣସି ମାସ ମୋତେ ସ୍ୱୀକାର କରିନାହାନ୍ତି, ଉପରନ୍ତୁ ଭର୍ସନା କରୁଛନ୍ତି, କେହି ମୋତେ ଭାଇ ହିସାବରେ ଗ୍ରହଣ କଲା ନାହିଁ। 12 ମାସ ମାନେ ପରସ୍ପର ଭିତରେ ଭାତୃତ୍ୱ ଭାବ, ପ୍ରତ୍ୟେକ ଅଧିପତି ଦେବତା ଥିବା ଯୋଗୁଁ କ'ଣ ଅଛି? ସମ୍ବନ୍ଧ, ଭାତୃତ୍ୱ ଭାବ। କିନ୍ତୁ ତ୍ରୟୋଦଶତମ ମାସରେ କୌଣସି ସଂକ୍ରାନ୍ତି ନଥିବା ଯୋଗୁଁ, କୌଣସି ଅଧିପତି ଦେବତା ନଥିବା ଯୋଗୁଁ ଏହାକୁ କେହି ଭାଇ ହିସାବରେ ଗ୍ରହଣ କଲା ନାହିଁ, ଆଦର କଲା ନାହିଁ, ଏହାକୁ ଭର୍ସନା କଲେ, କୌଣସି ସ୍ଥାନ ଦେଲା ନାହିଁ। ତେଣୁ ଅନାଥ ହୋଇ ସେ କାହା ପାଖକୁ ଗଲେ? ବୈକୁଣ୍ଠକୁ, ଭଗବାନ ନାରାୟଣକୁ ଚରଣରେ ଯାଇ ଅଭିଯୋଗ କଲେ। ଭଗବାନ ନାରାୟଣ ଏହାକୁ ନେଇ କେଉଁଠାକୁ ଗଲେ? ଗୋଲକ ବୃନ୍ଦାବନକୁ। ଗୋଲକ ବୃନ୍ଦାବନକୁ ଯେତେବେଳେ ଗଲେ, ସେତେବେଳେ ଇଏ ମଳ ମାସ, ଯାହାର କୌଣସି ନାଥ ନାହିଁ, ତେଣୁ ସେ ଭଗବାନଙ୍କ ଚରଣ ଶରଣାପନ୍ନ ହୋଇ ସେ ନିଜର ଦୁଃଖର କଥା ବ୍ୟକ୍ତ କଲା। ସେତେ ଭଗବାନ କୃଷ୍ଣ ଯାହାର ନାଥ ନାହିଁ, ତାହାର ସେ ନାଥ ହେଇଗଲା। ନିଜ ନାମ ଅନୁସାରେ ତାକୁ ନାଁ ଦେଲେ କ'ଣ? ପୁରୁଷୋତ୍ତମ। ମୋର ନାମ ହେଉଛି ପୁରୁଷୋତ୍ତମ, ତେଣୁ ଏ ନାମ ତୁମକୁ ମୁଁ ଅର୍ପଣ କରେ। ତୁମେ ହେଇଗଲ କ'ଣ? ପୁରୁଷୋତ୍ତମ। ଯାହାର ନାଥ ନଥିଲେ ସେ ଆଜି ହେଇଗଲା କ'ଣ? ସନାଥ। আর সনাতন মানে সর্বোত্তম নাথ। সর্বোত্তম নাথ মানে পুরুষোত্তম ভগবান কৃষ্ণ। তাহলে পুরুষোত্তম ভগবান কৃষ্ণ যার নাথ হয়ে গেল, তাহলে সে মাস হয়ে গেল কেন? বর্তমান কোন হয়ে গেল?
ସମସ୍ତ ମାସମାନଙ୍କ ରାଜା ହେଇଗଲା, ସମ୍ରାଟ ହେଇଗଲା। ହଁ, ଯାହାକୁ କେହି ଗ୍ରହଣ କରିନଥିଲେ ସେଇ ଅନାଥ ମଳ ମାସ ଭଗବାନ ଶ୍ରୀକୃଷ୍ଣଙ୍କ ଚରଣ ଆଶ୍ରୟ କରିବା ଯୋଗୁଁ, କୃଷ୍ଣ ସେଇ ମାସର ନାଥ ହେବା ଯୋଗୁଁ, କୃଷ୍ଣ ଯେହେତୁ ସ୍ୱୟଂ ଭଗବାନ, ତେଣୁ ଇଏ ମାସ ହେଇଗଲା କ'ଣ, ସମସ୍ତ ମାସର ରାଜା ସମ୍ରାଟ ହେଇଗଲା। ହଁ, ତେଣୁ ସେ ପୁରୁଷୋତ୍ତମ ମାସ। ପୁରୁଷୋତ୍ତମ ମାସ ହିସାବରେ ସେ କୃପା ପୁରୁଷୋତ୍ତମ ଅଧିମାସ ହେଇଗଲା। ତାମାନେ ସେଇ କୃପା ପୁରୁଷୋତ୍ତମ ଅଧିମାସ ଆମ ମାନଙ୍କୁ ଶିକ୍ଷା ଦେଉଛନ୍ତି, ଏ 30 ଦିନ ମୋର ହେଇଯାଅ। ମୋର ହେଇଗଲେ କ'ଣ ତମକୁ ସାର୍ଟିଫିକେଟ ଦେବି, ତୁମେ ରାଧା ଦାସୀ। ହଁ, ଏ ସାର୍ଟିଫିକେଟ ମୋର ଚରମ ଡେଷ୍ଟିନେସନ। କଥା ବୁଝିପାରିଲ? ହଁ, ତ ବର୍ତ୍ତମାନ ଆମେ ଆସିବା ଏଇ ମଳ ମାସଙ୍କର କଥା। ହଁ, ମଳ ମାସ, ଏହାକୁ ବୈଷ୍ଣବ ମାନେ କହନ୍ତି ଅଧିମାସ। ଅଧିମାସ ବର୍ତ୍ତମାନ ଭଗବାନ କୃଷ୍ଣଚନ୍ଦ୍ର ନାଥ ହେବା ଯୋଗୁଁ ହେଇଗଲା ସେ ପୁରୁଷୋତ୍ତମ ମାସ। ତ ଏଇବାରେ ଆମେ ବର୍ତ୍ତମାନ ଦେଖିବା ପ୍ରତ୍ୟେକ ମାସର ଅଧିପତି ଦେବତା କିଏ, ଆଉ ପ୍ରତ୍ୟେକ ମାସର ସଂକ୍ରାନ୍ତି କ'ଣ। ବର୍ତ୍ତମାନ ଶୁଣନ୍ତୁ ଧ୍ୟାନ ସହକାରେ। ପ୍ରଥମ ମାସ ମାନଙ୍କର ମଧ୍ୟରୁ ମାର୍ଗଶୀର୍ଷ ମାସ। ମାର୍ଗଶୀର୍ଷ ମାସର ଇଏ ରାଶି ହେଉଛି ବୃଶ୍ଚିକ ରାଶି। 12ଟି ରାଶି ରହିଛି। ଇଏ ମାର୍ଗଶୀର୍ଷ ମାସର ରାଶି କ'ଣ, ବୃଶ୍ଚିକ ରାଶି। ବୁଝିପାରୁଛ ନା? ବୃଶ୍ଚିକ, ବୃଶ୍ଚିକ ମାନେ କ'ଣ? ହଁ ହଁ, ବିଷ ରାଶି ନା, ବୃଶ୍ଚିକ, ବୃଶ୍ଚିକ ମାନେ ହଁ, ବିଛା, ବିଛା ଯେ କହନ୍ତି ନା। ହଁ, ଏହାକୁ ସଂସ୍କୃତ ଭାଷାରେ କହେ ବୃଶ୍ଚିକ। କ'ଣ କୁହାଯାଏ? ହଁ, ବୃଶ୍ଚିକ। ଠିକ ଭାବେ ଉଚ୍ଚାରଣ କରନ୍ତୁ। ଆଉ ହଁ, ଏହାକୁ ସଂସ୍କୃତ ଭାଷାରେ କ'ଣ କୁହାଯାଉଛି? ବୃଶ୍ଚିକ। ହଁ, ବୁଝିହେଲା? ହଁ, ତ ବୃଶ୍ଚିକ ରାଶି, ଏଇ ରାଶିରେ ଏଇ ମାସର ସଂକ୍ରାନ୍ତି କ'ଣ, ବୃଶ୍ଚିକ ସଂକ୍ରାନ୍ତି ହେଇଗଲା। ରାଶି ଅନୁସାରେ ସଂକ୍ରାନ୍ତି। ଏଇ ମାସର ଅଧିପତି ଦେବତା କିଏ? ଅଧିପତି ଦେବତା ହେଉଛନ୍ତି କେଶବ। ତ ଆମର ଏଇ ମନୁଷ୍ୟ ଦେହ ଆମେ ପ୍ରାପ୍ତ ହେଇଛେ, ଆମେ ମନୁଷ୍ୟ ଦେହରେ ଦ୍ୱାଦଶ ଅଙ୍ଗରେ ତିଲକ ଧାରଣ କରିଛୁ। ହଁ, ତ ତିଲକ ଧାରଣ କରିବା ଉଦ୍ଦେଶ୍ୟ କ'ଣ? ହଁ, ଏ ତିଲକ ମାନେ କ'ଣ? ଏ ହେଉଛି ଭଗବାନଙ୍କର ମନ୍ଦିର। ହଁ, ତ ଏଇ ମନ୍ଦିର ଆମେ ଭଗବାନଙ୍କୁ ଅଧିଷ୍ଠିତ କରୁଛେ। ଓಂ ଲଲାଟେ କେଶବାୟ ନମ, ଏଇ ମନ୍ତ୍ର ଉଚ୍ଚାରଣ କରୁଛେ ନା କ'ଣ? ତାର ମାନେ କ'ଣ? ଏ ମନ୍ଦିରର ଅଧିପତି ଦେବତା କିଏ? କେଶବ, ଭଗବାନ କେଶବ। କଥା ବୁଝିପାରୁଛନ୍ତି? ଭଲ ଭାବେ ଧ୍ୟାନ ସହକାରେ ଶ୍ରବଣ କରନ୍ତୁ। ତମେ ହେଲା ଢୋଲିବ, ଇଏ କରିଥିବ, ଅନ୍ୟମନସ୍କ ହେବ, କିଛି ବୁଝିପାରିବ ନା। ଆସିଛନ୍ତି ଟିକେ ପରଫେକ୍ଟ ଭାବରେ ଶୁଣିବା, ଧ୍ୟାନ ସହକାରେ ଆଟେଣ୍ଟିଭ ଭାବରେ ଶୁଣିଲେ ତେବେ ବୁଝିପାରିବେ। ଏଠାରେ କୁହାଯାଉଛି କେଶବ। ତାହେଲେ ମାର୍ଗଶୀର୍ଷ ମାସର ସଂକ୍ରାନ୍ତି ହେଲା ବୃଶ୍ଚିକ ରାଶି, ଆଉ ବୃଶ୍ଚିକ ସଂକ୍ରାନ୍ତି ରାଶି ଅନୁସାରେ ସଂକ୍ରାନ୍ତି। আর ଏ ମାସର ଅଧିପତି ଦେବତା ହେଉଛନ୍ତି କେଶବ। ହଁ, ପ୍ରଥମେ ପୌଷ ମାସ, ଏ ରାଶି ହେଉଛି ଧନୁ, ଧନୁ ରାଶି। ଧନୁ ରାଶି ହିସାବରେ ସଂକ୍ରାନ୍ତି କ'ଣ? ଧନୁ ସଂକ୍ରାନ୍ତି। କଥା ବୁଝିପାରିଲ? ଫର୍ମୁଲା ପାଇଗଲ? ହଁ, ଏ প্লাস বি হোল স্কয়ার। হ্যাঁ, ফর্মুলা କ'ଣ? এ স্কয়ার বি স্কয়ার ফাইনাল টুয়াইজ এ বি। ହଁ, ଏ ତ ଫର୍ମୁଲା। ଏଇ ସୂତ୍ର ଅନୁସାରେ ଆମେ ସବୁ ଇଏ କରିବା, ଅଙ୍କ କଷିବା ନା କ'ଣ? ଠିକ୍ ସେଇ ହିସାବରେ ଏଠାରେ ପୌଷ ମାସ। ହଁ, ପୌଷ ମାସର ଇଏ ରାଶି ହେଉଛି ଧନୁ ରାଶି। ଧନୁ ରାଶି ଅନୁସାରେ ସଂକ୍ରାନ୍ତି ଧନୁ ସଂକ୍ରାନ୍ତି। ବୁଝିଗଲ? ତାହେଲେ ଏଇ ମାସର ଅଧିପତି ଦେବତା ହେଉଛନ୍ତି ନାରାୟଣ। ଭଲ ଭାବେ ବୁଝନ୍ତେ ଧ୍ୟାନ ସହକାରେ। ପ୍ରଥମେ କେଶବ କୁହାଯାଇଛି। ଏ କେଶବ କିଏ, ନାରାୟଣ କିଏ, ପରେ ଆମେ ସିଦ୍ଧାନ୍ତ ଆସିବା। ହଁ, ସବୁ ମାସରେ ତ ଭଗବାନ ଅଛନ୍ତି, ତାହେଲେ ଅଧି ମାସକୁ କାହିଁକି ଏତେ ସର୍ବୋଚ୍ଚ ସ୍ଥାନ ଦିଆଯାଉଛି? ହଁ, ସବୁ ମାସରେ ତ ଅଧିପତି ଦେବତା ହେଉଛନ୍ତି ଭଗବାନ। ହଁ, ସେଇଟା ହେଉଛି ପ୍ରଶ୍ନ ଆସିବ, କିଏ ଉତ୍ତର ଦେଇପାରିବ ସେଇଟା ମୁଁ ପଚାରିବି। ହଁ, ମୁଁ ପଚାରି ଯେତେବେଳେ କିଏ ଉତ୍ତର ଦେବେ ସେଇଟା, ସେଥିପାଇଁ ଧ୍ୟାନ ସହକାରେ ଶ୍ରବଣ କରନ୍ତୁ।
ତାପରେ ମାଘ ମାସ। ହଁ, ମାଘ ମାସର ଇଏ ରାଶି ହେଉଛି ମକର ରାଶି। ତ ମକର ରାଶି ହିସାବରେ ସଂକ୍ରାନ୍ତି କ'ଣ ହବ? ମକର ସଂକ୍ରାନ୍ତି। ମକର ସଂକ୍ରାନ୍ତି ବହୁତ ଫେମସ୍। ହଁ, 12 ମାସ ମଧ୍ୟରୁ ମକର ସଂକ୍ରାନ୍ତି ସମସ୍ତେ ଜାଣନ୍ତି। ହଁ, ଏ ମାସରେ କ'ଣ ହୁଏ? ମକର ସଂକ୍ରାନ୍ତି ମାନେ କ'ଣ? ହଁ ହଁ, ଏଇଟା ହେଉଛି ମକର ସଂକ୍ରାନ୍ତି ଗଙ୍ଗାସାଗର ମେଳା। ହଁ, ଯେଉଁଠାରେ ବିଭିନ୍ନ ସମ୍ପ୍ରଦାୟ ଲକ୍ଷ ଲକ୍ଷ ଲୋକ ଆସନ୍ତି। ଗଙ୍ଗା ଯେଉଁଠାରେ ସାଗର ସହିତ ମିଶିଛି ତାକୁ କୁହାଯାଉଛି କ'ଣ? ଗଙ୍ଗା ସାଗର। ସତରେ କଥା ଶୁଣ। ହଁ, ଗଙ୍ଗା କାହା ସହିତ ମିଶିଛି? ସାଗର। ତା ଦୁଇ ଜଣ ମଧ୍ୟରେ ସମ୍ବନ୍ଧ କ'ଣ? ଗଙ୍ଗା ସାଗର ମଧ୍ୟରେ ସମ୍ବନ୍ଧ କ'ଣ? ଆରେ ତା ବି ଜାଣନ୍ତି ନାହିଁ ରେ। ହଁ, କ'ଣ? ଆରେ ମୁଁ ଭାବୁଛି ମହାଭାଗବତ ସବୁ ଏଠାରେ ଅଛନ୍ତି। ହଁ, କେହି କିଛି ବୁଝନ୍ତି ନାହିଁ। ସାଗର ହେଉଛି ସ୍ୱାମୀ, ଗଙ୍ଗା ହେଉଛି ସ୍ତ୍ରୀ, ପତ୍ନୀ। ହୁଁ, ଯେତେ ନଦୀ ସାଗର ସହିତ ମିଶୁଛି। ସାଗର ହେଉଛନ୍ତି ସ୍ୱାମୀ। ସାଗର କିଏ? ସାଗର ଦେବତା କିଏ? ବରୁଣ ଦେବତା। ହଁ, ବରୁଣ ବହୁତ ପାୱାରଫୁଲ ଦେବତା। ହଁ, ତେଇ ବରୁଣ ଦେବ। ସାଗର ଦେବ ମାନେ ବରୁଣ ଦେବ। ଆଉ ଯେତେ ନଦୀ କାହା ସହିତ ମିଶୁଛି? ଶେଷରେ ଗଙ୍ଗା ଏଇ ସାଗର ସହିତ ମିଶୁଛି। ହଁ, ଇଏ ସବୁ ପତ୍ନୀ ହିସାବରେ। ହଁ, କଥା ବୁଝିଯାଉଛି? କଥା ବୁଝନ୍ତି ଠିକ୍ ଭାବରେ। ହଁ, ଏଠାରେ ଗଙ୍ଗା ମିଶିଛି କାହା ସହିତ? ସାଗର ସହିତ। ଗଙ୍ଗା କାହିଁକି ସାଗର ସହିତ ମିଶିଲା?